ପିଲାଦିନୁ ଗରିବ ନିରୀହ ଏବଂ ଦିବ୍ୟାଙ୍ଗକୁ ଦେଖନ୍ତି ଏବଂ ମନରେ ଭାରି ଦୁଃଖ ରଖନ୍ତି। ଏମାନେ କେମିତି ଚଳୁଛନ୍ତି, କେମିତି ଚଳିବେ ଏବଂ ସେମାନଙ୍କୁ କିଏ ସାହାଯ୍ୟ କରୁଛି, ଏ ମନୋବୃତ୍ତି ନେଇ ଏ ଛୋଟ ଦିନରୁ ଏ ଝିଅ ବନିତା, ଘରେ ବି ଡାକନ୍ତି ବନି ବୋଲି, ତାର ମନରେ ବହୁତ ଜିନିଷ ଆସିଥିଲା କେମିତି ଏ ଲୋକମାନଙ୍କୁ ସାହାଯ୍ୟ କରିବି। ଆଜି ସେ ନିଜେ ସାହାଯ୍ୟ କରୁଛି। ଗରିବ ଲୋକଙ୍କ ପାଇଁକା ବ୍ୟାଙ୍କରେ କେମିତି ଲାଇନରେ ଠିଆ ହେଉଛନ୍ତି, ସେଥିପାଇଁ ଠିଆ ହେବେନି, ସେ ନିଜେ ଆସି ଘରେ ଗୋଟିଏ ଗ୍ରାହକ ସେବା କେନ୍ଦ୍ର ଖୋଲିଛି ଏବଂ ଲୋକମାନଙ୍କୁ ବ୍ୟାଙ୍କ ଦ୍ୱାରା ସେବା କରୁଛି। ପିଲାମାନେ ବସ୍ତିରେ ପାଠ ପଢ଼ିବା ପାଇଁ ବହୁତ ହଇରାଣ ହେଉଛନ୍ତି, ତେଣୁ ସେ ନିଜେ NGO ମାନଙ୍କ ସାଥିରେ ସହଯୋଗ କରି ପିଲାମାନଙ୍କୁ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ କରୁଛି। ସବୁଠୁ ବଡ଼ କଥା ହେଲା ତାର ନିଜର ଆତ୍ମସନ୍ତୋଷ, ସେବା କରିବାର ଯେଉଁ ଆତ୍ମସନ୍ତୋଷ ଅଛି, ସେ ନିଜେ କିଛି ନ ଖାଇ ନ ପିଇ ମଧ୍ୟ ଗରିବ ଲୋକଙ୍କୁ ସାହାଯ୍ୟ କରୁଛୁ। ଆସନ୍ତୁ ଆମେ ତାଙ୍କ ଘର ପାଖରେ ଠିଆ ହେଇଛୁ ଏବଂ ତାଙ୍କ ଘର ଭିତରକୁ ଯିବା। ବନିତାଙ୍କ ସହିତ ଆମେ କିଛି ପୁରୀ ନ୍ୟୁଜ୍ରେ ବାର୍ତ୍ତାଳାପ କରିବା। ଶ୍ରୀକ୍ଷେତ୍ରର ସମାଜସେବୀ ବନିତା ଦୀକ୍ଷିତ ସମାଜସେବା ପାଇଁ ସମର୍ପିତ। ଅସହାୟ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ନିରାଶ୍ରୟଙ୍କ ପାଇଁ ସେ କାର୍ଯ୍ୟରତ। ଶ୍ରୀକ୍ଷେତ୍ରର ଝିଅ ଓ ଶ୍ରୀକ୍ଷେତ୍ରର ବୋହୂ। ସମାଜ ସେବାରେ ରହିଛି ମନ ଓ ପ୍ରାଣ। ଭିନ୍ନକ୍ଷମ ଓ ନିରକ୍ଷରଙ୍କୁ ଯୋଗାଉଛନ୍ତି ବ୍ୟାଙ୍କ ଗ୍ରାହକ ସେବା। ସେ ହେଉଛନ୍ତି ସମାଜସେବୀ ବନିତା ଦୀକ୍ଷିତ। ପୁରୀ ମ୍ୟୁନିସିପାଲ ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ସୁରଜମଲ ଶାହା କଲେଜରୁ ଗ୍ରାଜୁଏସନ୍ ପାସ୍ କରିଛନ୍ତି। 2013 ମସିହାରେ ୟୁନାଇଟେଡ୍ ଆର୍ଟିଷ୍ଟ ଆସୋସିଏସନ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ସମାଜ ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ଅନୁଷ୍ଠାନର ମୁଖ୍ୟ ମଙ୍ଗରାଜ ପଣ୍ଡାଙ୍କ ମାର୍ଗଦର୍ଶନରେ ସମାଜସେବୀ ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ବନିତା ଦୀକ୍ଷିତ। ସେତେବେଳେ 97ଟି ସ୍କୁଲରେ ପରିବେଶ ପରିମଳ, ହାତଧୁଆ ଓ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ସମ୍ପର୍କରେ ସଚେତନତା କରିଥିଲେ। ପୁରୀରେ ଥିବା 63ଟି ବସ୍ତିରେ ପରିବେଶ ପରିଚ୍ଛନ୍ନତା, ଶିକ୍ଷା, ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା କରି ବେଶ୍ ପରିଚିତ ହୋଇପାରିଥିଲେ। ଏବେ ସାମାଜିକ ଅନୁଷ୍ଠାନ ଦି ବେଲ୍ରେ କାର୍ଯ୍ୟରତ ଅଛନ୍ତି। ଆନ୍ତର୍ଜାତୀୟ ମହୋଦଧି ଦିବସ ସଫଳତାର ସହ ପାଳନ କରି ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ବନିତା। ସମୁଦ୍ରର ଜଳରାଶିରୁ ଆବର୍ଜନା ସଫେଇ, ଲାଇଫଗାର୍ଡଙ୍କୁ ଉଦ୍ଧାର କୌଶଳ, ରଥଯାତ୍ରା ବେଳେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଶ୍ରୀଜୀଉଙ୍କ ଦର୍ଶନ କରିବାରେ ସହାୟକ ଭାବେ କାର୍ଯ୍ୟ କରିଛନ୍ତି। ଏକଲବ୍ୟ ପାଠଶାଳାରେ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବାରେ ସହଯୋଗ ମଧ୍ୟ କରୁଛନ୍ତି। ବାଲ୍ୟବିବାହ ରୋକିବାରେ ବେଶ୍ ସଫଳତାର ସହ କାର୍ଯ୍ୟ କରି ମହତ୍ ପଣିଆର ମାଇଲଖୁଣ୍ଟ ପାଲଟିଥିଲେ। ମହିଳାମାନଙ୍କ ସୁରକ୍ଷା, ସଚେତନତା ଓ କିଶୋରୀ ବାଳିକାମାନଙ୍କୁ ସାନିଟାରୀ ପ୍ୟାଡ୍ ବ୍ୟବହାର ଓ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ମଧ୍ୟ କରୁଛନ୍ତି। ମହିଳାଙ୍କ ସୁରକ୍ଷାରେ ମହିଳାମାନଙ୍କୁ ନେଇ ଆମ ପାଇଁ ଆମେ କାର୍ଯ୍ୟକ୍ରମ କରି ମହିଳାଙ୍କ ହାତରେ ମହିଳା ରାକ୍ଷୀ ବାନ୍ଧିଥିଲେ। ଜନଗଣନା ସର୍ଭେ, ଜଳ ପରିମଳ ଓ ବିଭିନ୍ନ ସଚେତନତା କରିବାରେ ଅଗ୍ରଗାମୀ ହେଉଛନ୍ତି ବନିତା। ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି। ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ 2016 ମସିହାରେ ସଫଳ ସମାଜସେବୀ ଭାବେ ସେ ସମ୍ମାନିତ ହୋଇଥିଲେ। ସୁକୃତା ଅନୁଷ୍ଠାନ, ସମର୍ପଣ ଚାରିଟେବୁଲ ଟ୍ରଷ୍ଟ, ଶିଶୁ ସମାଚାର, ପୁରୀ ଜିଲ୍ଲା ପତ୍ରକାର ସଂଘ, ନୀଳାଦ୍ରି କଲଚରାଲ ଏକାଡେମୀର ରଜ ମହୋତ୍ସବ, ଓଡ଼ିଶା ପ୍ରେସ୍ ଏକାଡେମୀ ଆଦି ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇ ସଫଳତାର ସହ ସମାଜସେବୀ ଭାବେ ପରିଚିତ ହୋଇପାରିଛନ୍ତି ବନିତା ଦୀକ୍ଷିତ। ମୋ ନାଁ ବନିତା ଦୀକ୍ଷିତ। ମୁଁ ସମାଜସେବା କାମ କରେ। ଭଲ ଲାଗେ ସେ କାମ କରିବା ପାଇଁକା। ମୁଁ ଯେତେବେଳେ ପାଠ ପଢ଼ା ବେଳେ ମୋର ଇଚ୍ଛା ଥାଏ ଏମିତି ଟିକେ ଟିକେ କାମ କରିବା ପାଇଁ, କିନ୍ତୁ ସୁଯୋଗ ପାଏନି। ତ ଯେତେବେଳେ ମ୍ୟୁନିସିପାଲିଟିର କୌଣସି କାମ ଆସେ, ଯେମିତି ସେନ୍ସସ୍ ହଉ କି ସର୍ଭେ ହଉ, ସେଗୁଡ଼ା ଟିକେ ଟିକେ କାମ କରେ। ପଢ଼ା ସରୁ ସରୁ NGO ନାମକ ଜଣେ ଆମର ଗୋଟେ NGO ଥିଲା। ତ ସେଠି ମଙ୍ଗରାଜ ପଣ୍ଡା ବୋଲି ଆମର ଯିଏ ଥିଲେ ଫାଉଣ୍ଡର, ସେ ସାର୍ ହିଁ ମୋତେ ଏଇ ଲାଇନ୍ରେ କାମ କରିବା ପାଇଁ ପ୍ରେରଣା ଦେଇଥିଲେ। ଏବଂ ତାଙ୍କର ପୁରୀ ମ୍ୟୁନିସିପାଲିଟିରେ 97ଟା ସ୍କୁଲ ଏବଂ 63 ବସ୍ତିରେ ଜଳ ପରିମଳ ପରିଚ୍ଛନ୍ନତା ଉପରେ ସଚେତନତା କାର୍ଯ୍ୟକ୍ରମ 2013ରୁ 2017 ଯାଏଁ ଚାଲିଥିଲା। ତ ମୁଁ ସେଇ 2013 ମସିହାରେ ସେଥିରେ ତାଙ୍କ ସହିତ ଥିଲି।
ପୁରୀ ଟାସ୍କ ଫୋର୍ସ ଆମର ଗଠନ କରାଯାଇଥିଲା। ସେଥିରେ ବିଭିନ୍ନ ସ୍କୁଲକୁ ଯାଇ ଆମେ ସ୍କୁଲର ପରିସ୍ଥିତି ଦେଖୁ, ପାଇଖାନା ସଫା ଅଛି କି ନାହିଁ, ପାଣି ପିଲାମାନଙ୍କ ପାଇଁ ସୁବିଧା ଅଛି କି ନାହିଁ, ଗୋଟେ ଭିନ୍ନକ୍ଷମ ପିଲା କିପରି ପାଣି ପିଇପାରିବ, କିପରି ଟଏଲେଟ୍ ଯାଇପାରିବ, ତାର ବ୍ୟବସ୍ଥା ସେଇ ସ୍କୁଲରେ ଅଛି କି ନାହିଁ ସେଗୁଡ଼ା ଦେଖୁଥିଲୁ। ଆମେ ପିଲାମାନଙ୍କୁ ଯାଇ ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟେକ ବସ୍ତି ବୁଲି ବୁଲିକି କରୁଥିଲୁ। ଆଡୋଲେସେଣ୍ଟ ଝିଅ ଯେଉଁମାନେ କି କିଶୋରୀ ଝିଅମାନେ ଥିଲେ ସେମାନେ ତାଙ୍କର ପିରିୟଡ଼ ସମୟରେ କିପରି ପରିଷ୍କାର ପରିଚ୍ଛନ୍ନତା ରହିବେ, ସାନିଟାରୀ ନାପକିନ୍ କି ସେମାନେ କିପରି ବ୍ୟବହାର କରିବେ, କିପରି ତାକୁ ଶୁଖେଇବେ, କ'ଣ କରିବେ, ସେଇ ବିଷୟ ତାଙ୍କୁ ନେଇ ଆମେ ସଚେତନତା କାର୍ଯ୍ୟକ୍ରମ କରୁଥିଲୁ। ମୋ ଇଚ୍ଛା ଆସ୍ତେ ଆସ୍ତେ ନିଜ ମନ ଭିତରେ ଇଚ୍ଛାଟା ଥିଲା ଯେ କରିବା ପାଇଁ, ସୁଯୋଗ ପାଇନି। ସୁଯୋଗ ପାଇଲି ତ ମୋତେ ଅନ୍ୟ କିଛି କାମ କରିବାକୁ ଇଚ୍ଛା ହେଲାନି। ସେଇ ସେବାରେ ହିଁ ନିଜକୁ ଇଚ୍ଛା ହୁଏ କାମ କରିବା ପାଇଁକା। ସେଇ ସେବା ଭିତରେ ହିଁ ମୁଁ ସେ କାମ କରୁ କରୁ ଗୋଟେ ସ୍କୁଲକୁ ଯେତେବେଳେ ପିଲାମାନଙ୍କୁ ଯାଇ ପଢ଼ାଇବା ପାଇଁକା, ତ ସେଠି ଜଣେ ଟିଚର ଥିଲେ, ତାଙ୍କ ସହିତ କଥା ହେଲା ପରେ ସେଠି ହିଁ ମୋ ବାହାଘର ଠିକ୍ ହେଇକି ମୁଁ ସେଇ ଗୁରୁମାଙ୍କ ପୁଅକୁ ହିଁ ବାହା ହେଇଥିଲି। ତ ଏମିତି ଭଲ ଲାଗେ ସେ କାମ କରିବା ପାଇଁକା। ବର୍ତ୍ତମାନ ହେଉଛି ଦ ବେଲ୍ ଅର୍ଗାନାଇଜେସନ୍ ଆମର ପୁରୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ତାର ବିଭିନ୍ନ ପ୍ରକାର ଆନୁଷ୍ଠାନିକ କାର୍ଯ୍ୟକ୍ରମ ହଉ କିମ୍ବା ବସ୍ତିରେ ଆମର ଏକଲବ୍ୟ ନାମକ ଗୋଟେ ମାଗଣା ସ୍କୁଲ ଖୋଲା ହେଇଛି, ଯେଉଁଥିରେ କି ବସ୍ତିରେ ଯେଉଁମାନେ କି ପାଠ ପଢ଼ି ପାରୁନାହାନ୍ତି, ଯେଉଁମାନଙ୍କ ପାଖରେ ପଇସାର ଅସୁବିଧା ଅଛି, ଆମେ ତାଙ୍କୁ ସେଠାରେ ଏକାଠି କରି ପାଠ ପଢ଼ାଉଛୁ। ଯେଉଁଟାକି ମାଗଣା ସେମାନଙ୍କୁ କିଛି ପଇସା ଦେବାକୁ ପଡ଼େନି। ସେଠି ଆମର ଜଣେ ସାର୍ ଅଛନ୍ତି, ଉମେଶ ଭାଇନା ଅଛନ୍ତି, ଦ ବେଲ୍ର ଚେୟାରମ୍ୟାନ୍ ସିଦ୍ଧାର୍ଥ ରାୟ ଅଛନ୍ତି। ଦେନ୍ 2 ଜଣ ପିଲାଙ୍କୁ ଆମର ରଖା ହେଇଛି ପିଲାଙ୍କୁ ପାଠ ପଢ଼ିବା ପାଇଁକା। ବିଭିନ୍ନ ପ୍ରକାର ସାହିରୁ ବିଭିନ୍ନ ପ୍ରକାର ପିଲା ସେଠି ଆସୁଛନ୍ତି। ସେମାନେ ବିଭିନ୍ନ ପ୍ରକାର ନାଚ ଗୀତଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ତାଙ୍କୁ ଶିକ୍ଷା ମଧ୍ୟ ସେଠାରେ ଦିଆଯାଉଛି। ରଥଯାତ୍ରା ସମୟରେ ଦ ବେଲ୍ ତରଫରୁ ଆମର ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ମାନଙ୍କୁ ନେଇ ଆମେ ରଥରେ ତାଙ୍କୁ ଦର୍ଶନ କରାଉ। ତା ସହିତ 9 ଦିନ ଯାକ DSS ତରଫରୁ ଆମର ବେଲ୍ ଆଉ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ମିଶିକି ଲୋକମାନଙ୍କୁ ନେଇ ମନ୍ଦିରରେ ନାକଜଣ ଦ୍ରବ୍ୟଟେ ନେଇ ମନ୍ଦିର ଜଗନ୍ନାଥଙ୍କ ପାଖେ ଦର୍ଶନ କରିକି ଆମେ ତାଙ୍କୁ ଆଣୁ। ତାଙ୍କୁ ମଧ୍ୟ କହିବି ସମାଜ ସେବାରେ ହୁଏତ ପଇସା ମିଳେନି, କିନ୍ତୁ ଯୋଉଟା ଆତ୍ମସନ୍ତୋଷ ଆମମାନଙ୍କୁ ମିଳେ ସେଟା ପଇସାଠୁ ବହୁତ ଉପରେ। ନିଜକୁ ତ ଆମକୁ ଇଚ୍ଛା ହୁଏ କରିବା ପାଇଁକା କାମ, କିନ୍ତୁ କରିବା ପାଇଁକା ଆମେ ସୁଯୋଗ ପାଉନୁ, ଯେଉଁମାନେ ବି ପାଉନାହାନ୍ତି। ତ ବିଭିନ୍ନ ଅନୁଷ୍ଠାନ ପୁରୀରେ ବହୁତ ଅନୁଷ୍ଠାନ ଅଛି, ତ ବେଲ୍ ଗୋଟିଏ ନୁହେଁ, ବିଭିନ୍ନ ପ୍ରକାର ସମର୍ପଣ ହଉ କି କୁମାରୋତ୍ସବ ହଉ, ବିଭିନ୍ନ ପ୍ରକାର ଅନୁଷ୍ଠାନ ଅଛି। ଆପଣମାନେ ଚାହେଁ ଇଚ୍ଛା ଅଛି ବହୁତ କିଛି କରିବା ପାଇଁକା ଆଗକୁ, କିନ୍ତୁ ସମୟ ଦେବା ଦରକାର। ସେଥିପ୍ରତି ଯେତିକି ସମୟ ପାଏ ମୁଁ ସେସବୁ କାମରେ ନିଜକୁ ମଗ୍ନ ରଖେ। ବରିଷ୍ଠ ନାଗରିକ ଯେମିତିକି ଯେଉଁମାନଙ୍କର ଘର ନାହିଁ, ଯେଉଁମାନଙ୍କୁ ପିଲା ଛୁଆମାନେ ଘରୁ କାଢ଼ି ଦିଅନ୍ତି, ସେମାନଙ୍କୁ ନେଇ ବୃଦ୍ଧାଶ୍ରମରେ ରଖୁଛି। ଇଚ୍ଛା ମଧ୍ୟ ଅଛି ନିଜେ ଆଗକୁ ନିଜର ଯଦି ଥାଆନ୍ତା, ନିଜେ ସେଠାରେ ସେମାନଙ୍କୁ ନେଇକି ରଖିବା, ତାଙ୍କ ସେବା କରିପାରନ୍ତି। ମୋ ନିଜର ଇଣ୍ଡିଆନ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଅଛି। ଘରେ ଶାଶୁ ଅଛନ୍ତି, ସ୍ୱାମୀ ଅଛନ୍ତି, ଛୁଆ ଅଛନ୍ତି, ଦେଢ଼ଶୁର ବଡ଼ ଯା ମଧ୍ୟ ଅଛନ୍ତି, ଝିଆରୀ ବି ଅଛନ୍ତି। ଜଏଣ୍ଟ ଫ୍ୟାମିଲି ଆମେ ଏକାଠି ରହୁ। ତା ଭିତରେ ମଧ୍ୟ ଘର କାମ କରେ, ବଡ଼ ଯା ହେଲ୍ପ କରନ୍ତି, ଘରେ ରୋଷେଇବାସ କାମରେ ସମସ୍ତ ସେ ଦାୟିତ୍ୱ ନିଅନ୍ତି। ମୁଁ ବାହାର କାମ ବୁଝାବୁଝି କରେ। ଏବଂ 2ଟା ଛୁଆ ଅଛନ୍ତି। ବଡ଼ ଝିଆରୀ ସିଏ ହେଲା କଲେଜ +2 ବି ପଢ଼ିଲେ, ଆଉ ମୋ ଝିଅ ହେଉଛି ଏବେ କ୍ଲାସ୍ 2ରେ ପାଠ ପଢ଼ୁଛି ବ୍ଲେସ୍ ସାକ୍ରାମେଣ୍ଟରେ। ଆମେ ମ୍ୟାନେଜ୍ କରିବାକୁ ପଡ଼େ। ସ୍ୱାମୀ ସାହାଯ୍ୟ ବି ମଧ୍ୟ କରନ୍ତି। ମୋ ଶାଶୁ ବି ବହୁତ ଭଲ, ସିଏ ବି ମଧ୍ୟ କିଛି କୁହନ୍ତିନି। ଯେତେବେଳେ ବି ଡେରି ହୁଏ ରାତି 11ଟା ହେଲେ ବି ସିଏ କୁହନ୍ତି ଠିକ୍ ଅଛି, ତୁ ତ କାମ ଯେତେବେଳେ ବ୍ୟସ୍ତ ଅଛି, ଠିକ୍ ଅଛି କାମ ସାରି ଦେଇକି ଆସେ। ଘର ସମସ୍ତଙ୍କ ସପୋର୍ଟ ରହିଛି, ସେଥିପାଇଁ ମୁଁ ଆଜି ଏତେ ବାଟରେ ପହଞ୍ଚିଛି। ଆପଣ ତ ଦେଖିଲେ ଏବଂ ଜାଣିଲେ ବନିତାଙ୍କ ନିଜ କଥା ଏବଂ ନିଜର ଦୁଃଖ, ସେ କେମିତି ଲୋକମାନଙ୍କୁ ସାହାଯ୍ୟ କରନ୍ତି, କେମିତି ଦିବ୍ୟାଙ୍ଗମାନଙ୍କୁ ନିଅନ୍ତି, ଶ୍ରୀମନ୍ଦିରରେ ଦର୍ଶନ କରାନ୍ତି ଏବଂ ରଥଯାତ୍ରା ସମୟରେ କିଭଳି ସାହାଯ୍ୟ କରନ୍ତି ଏବଂ ପିଲାମାନଙ୍କୁ କେମିତି ପାଠ ପଢ଼ାଇଲା ବେଳେ ସାହାଯ୍ୟ କରନ୍ତି ଏବଂ ଛୋଟ ଛୋଟ ପିଲାମାନଙ୍କୁ ଆଗକୁ ନେବା ପାଇଁ ତାଙ୍କର ଯେଉଁ ଲକ୍ଷ୍ୟ ଅଛି ସେ ଲକ୍ଷ୍ୟ ଆହୁରି ମଧ୍ୟ ଜାରି ରହିବ ଏବଂ NGO ମାନଙ୍କ ସହିତ ଦିନ ରାତି ସାହାଯ୍ୟ କରୁଛନ୍ତି, NGO ମାନଙ୍କ କ୍ଷେତ୍ରରେ ମିଶୁଛନ୍ତି ଏବଂ କାର୍ଯ୍ୟରେ ବି କରୁଛନ୍ତି। ଘରର ଉତ୍ସାହ ଅଛି, ତାଙ୍କର ନିଜର ସ୍ୱାମୀ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି ଏ କ୍ଷେତ୍ରରେ। ତୁ ଯେତେ ଆଗକୁ ଯିବୁ ଆମର ନାଁ ରଖିବୁ। ଆଜି ଆମେ ସେ ବନିତାଙ୍କ ପାଖରେ ଠିଆ ହେଇଛୁ ଏବଂ ବନିତା ଆଜି କେତେ ଆଗକୁ ଯାଇଛି ଆପଣମାନେ ବି ଦେଖିବେ ଏବଂ ଆହୁରି ଆଗକୁ ନେବ। ସେ ମଧ୍ୟ ଏ ଚେଷ୍ଟା ଜାରି ରଖିଛି। ପୁରୀରୁ ସୁଧାଂଶୁ କରଙ୍କ ସହିତ ବିଜୟ ମିଶ୍ରଙ୍କ ରିପୋର୍ଟ, ପୁରୀ ନ୍ୟୁଜ୍।